ମାଳିକା ଯାହା ଯାହା ପ୍ରମାଣ ଦଉଛି ଲକ୍ଷାଧିକ ଭକ୍ତଙ୍କ ସମାଗମ ହବ ଏଇଠି ପୁରୀ ପଦଶାଖା ମାନେ ବାହୁଡ଼ିବେ ଏଇଠି। ଅନନ୍ତ ଯୁଗ ଚାଲିବ କହିବ ଅନ୍ତ ସମୟରେ ସବୁ ପଞ୍ଚଶ ମହାପୁରୁଷଙ୍କ କ୍ଷେତ୍ର ଉଦ୍ଧାର କରାଯିବ। ଆଗକୁ ଏଠି ଲୀଳାଖେଳା କଣ ସବୁ ହେବ? ଏଇଟା ହଉଛି ଗୁପ୍ତ ପାତାଳି ଶ୍ରୀକ୍ଷେତ୍ର ଯାହା କହନ୍ତି ମାଳିକା ବନ୍ତ ଗୁପ୍ତ ସ୍ଥାନ। 144 ବର୍ଷ ଧରି ମହାପ୍ରଭୁ ଏଠି ପାତାଳି ହେଇଥିଲେ। ମାଳିକାର କୋଉ କୋଉ ଗ୍ରନ୍ଥ ପ୍ରମାଣ ଦଉଛି? ଆଗକୁ ଏଠି ଲୀଳାଖେଳା କଣ ସବୁ ହବ? ମହାପୁରୁଷଙ୍କର 720 ଗ୍ରନ୍ଥ ପ୍ରମାଣ ଦେଇଛି ଏଇ ପାତାଳି ଶ୍ରୀକ୍ଷେତ୍ର। 720 ଗ୍ରନ୍ଥ। ତ୍ରିକୁଟ ସନ୍ଧିର ସ୍ଥାନ ସେ ମଧ୍ୟେ ଦୁର୍ଲଭ କର ଭଜନ ଗো ଯେବେ ତରିବୁ ମନ ସୁମନ ବାଇ ମନ ଗো। ଆତ୍ମାର ସଦ୍ଗତି ପାଇଁ ନିତ୍ୟାନ୍ତ ଜଗନ୍ନାଥ ମହାପ୍ରଭୁ ଦରକାର ବୋଲାନନ୍ଦ ଗବାର। କଜଳ କାଳିଆ କାହିଁଚ ମାଳିଆ ଚରଣକୁ ମନ ଚାହାରେ ପଦ୍ମାଳୟ ପତି ପାଦ ପଙ୍କଜରୁ ପଦ୍ମାଳୟ ପତି ପାଦ ପଙ୍କଜରୁ ସୁଧାମ କରନ୍ଦ ପାରେ କଜଳ କାଳିଆ କାହିଁଚ ମାଳିଆ ଚରଣକୁ ମନ ଚାହାରେ। ତୁ ସବୁବେଳେ ଚକାଚକା ଆଖି କଜଳ କାଳିଆ ଜଗନ୍ନାଥ ମହାପ୍ରଭୁଙ୍କର ପାଦକୁ ତୁ ଥର ସବୁବେଳେ ଲୟ କର। ମହାପୁରୁଷ କହିଲେ ସହିଗ ଲୟ କର ତୁ ଯାଇ ସୟଗ ଲୟ କର ତୁ ଯାଇ ସହିଗ ବାଙ୍କ ଚୂଳ ପରେ ବାଙ୍କ ଚୂଳ ପରେ ବାଙ୍କ ଚୂଳ ପରେ ଅଛି କହ୍ନାଇ ସହିଗ ଲୟ କର ତୁ ଯାଇ ସହିଗ। ରାସମାଳାରେ କହିଲେ ସେ କୋଉଠି ଅଛି? ନୀଳକଣ୍ଡରରେ ବ୍ରହ୍ମ ବସିଛି ଅଣ୍ଡିରା ମାଇନେ ଚିହ୍ନା ଦିଶୁଛି। ସେ ଅଣ୍ଡିରା ନୁହଁ କି ମାଇ ନୁହଁ। ଜଗନ୍ନାଥ ପୁରୁଷ ନୁହଁ କି ସ୍ତ୍ରୀ ନୁହଁ। ସେ କିଏ? ସେ କ୍ଲିବ, ସେ ସମସ୍ତଙ୍କର। ତେଣୁ ଜଗନ୍ନାଥ ମହାପ୍ରଭୁ ହଉଛନ୍ତି ଶୂନ୍ୟ ବ୍ରହ୍ମ। ତାକୁ ଧରିବୁ କେମିତି? ସହିଗ ଶୂନ୍ୟ ପୁରୁଷ ସେହି ସହିଗ ଶୂନ୍ୟ ପୁରୁଷ ସେହି ସହିଗ ମନ ବୁଦ୍ଧି ଚେତା ମନ ବୁଦ୍ଧି ଚେତା ମନ ବୁଦ୍ଧି ଚେତା ଯିବୁ ମେସାଇ ସହିଗ। ଆମ ମନ କଣ କହୁଛି? ଗୋଟେ ସୁନ୍ଦର ରୂପ ଯଦି ଦେଖିଲେ ଆମେ ସେତେବେଳେ ବିଚଳିତ ହେଇଯାଉଛି, ମୋହିତ ହେଇଯାଉଛନ୍ତି। ସୁନ୍ଦର ବିଲ୍ଡିଂ ଆମେ ଦେଖିଲେ ମନ ସେପଟେ ପଳାଉଛି। ତେଣୁ ମନ ଆଜି ଭୋଗରେ ରହିଯାଉଛି, ଭୋଗ୍ୟ ଅବସ୍ଥାରେ ରହିଯାଉଛି। ତେଣୁ କହିବାର ଅର୍ଥ ଇନ୍ଦ୍ରିୟ ସବୁବେଳେ ଇନ୍ଦ୍ରିୟ ଏକାଦଶ ଇନ୍ଦ୍ରିୟ ହଉଛି ମନ। ତୁ ଯଦି ମନଟାକୁ ମୋ ପାଖେ ଦେଇଦେବୁ, ମନଟାକୁ ମୋ ପାଖେ ସମର୍ପଣ କରିଦେବୁ, ତାହେଲେ ସଂସାରରେ ତୁ ନିଶ୍ଚିତ ମୋ କଥା ପାଇବୁ। ସେଇ ଜଗନ୍ନାଥ ଦାରୁ ବ୍ରହ୍ମ କମଳ ନିବାରିଶୀ ଏ ମନକୁ କୋଉମାନେ ଦେଇଛନ୍ତି? ପ୍ରଥମ ପ୍ରସଙ୍ଗ ଆମେ ଆସିଛେ ଚାଲ ମନ ଯିବା ଚାଲ ଶ୍ରୀ ଗୁରୁ ଚରଣ ତଳେ। ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ମନ ଦେଇଛନ୍ତି ଯୋଗୀ ମାନେ। ଆଜି ଏଇ ଦାରୁ ବ୍ରହ୍ମ କ୍ଷେତ୍ରରେ ଗୁପ୍ତ ପାତାଳି ଯେଉଁଠି 144 ବର୍ଷ ଦାରୁ ବ୍ରହ୍ମ ନିଜେ ସ୍ୱୟଂ ବ୍ରହ୍ମ ପ୍ରକଟ ହୋଇଛନ୍ତି ଏଇ ଜାଗାରେ ରହିଥିଲେ। ଏଠି ମନଟାକୁ ଦେଇଥିଲେ 4 ଜଣ ବାବାଜୀ। ଏଠି ଗୋଟିଏ କ୍ଷେତ୍ର ଅଛି, ସେ ହଉଛନ୍ତି ମାଧବ ଋଷି। ମାଧବ ଋଷି ଏଠି ଧ୍ୟାନ କଲେ କଲେ ପ୍ରଭୁ ଆପଣଙ୍କୁ ଆମେ 184 ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଆମେ ଦର୍ଶନ କରିଛନ୍ତି। ଏଠି ଗୋଟେ ଚନ୍ଦନ ପେଢିର ବଟ ଚନ୍ଦନ ପେଢିର ଠାକ ଅଛି, ଚନ୍ଦନ ଅରଗଳି ଦେଖନ୍ତୁ ଏଇ ଯୋଉ ଅରଗଳି ଅଛି। ତେଣୁକରି ଏଠି ଚନ୍ଦନ ପେଟି ଅଛି, ମାଧବ ଋଷି ଅଛନ୍ତି। ଇଏ ହଉଛି ସେଇ ଗୁମ୍ଫା। ଏଇ ପାତାଳିରେ ପ୍ରଭୁ 184 ବର୍ଷ। ବାବା ଗୋଟେ କଥା ଖାଲି ଜାଣିବାର ଥିଲା ଯେ କି ଆମ ଦର୍ଶକ ବନ୍ଧୁ ମାନେ ବି ସେଇ କଥା ଜାଣିବାକୁ ଚାହୁଁଛନ୍ତି ଆଗକୁ ଏଠି ଲୀଳାଖେଳା କଣ ସବୁ ହେବ? এইটা হচ্ছে গুপ্ত পাতালী শ্রীক্ষেত্র যা কহନ୍ତି ମାଳିକା ବନ୍ତ ଗୁପ୍ତ ସ୍ଥାନ। 144 ବର୍ଷ ଧରି ମହାପ୍ରଭୁ ଏଠି ପାତାଳି ହେଇଥିଲେ। ମାଳିକାର କୋଉ କୋଉ ଗ୍ରନ୍ଥ ପ୍ରମାଣ ଦଉଛି? ଆଗକୁ ଏଠି ଲୀଳାଖେଳା କଣ ସବୁ ହବ? ମହାପୁରୁଷଙ୍କର 720 ଗ୍ରନ୍ଥ ପ୍ରମାଣ ଦେଇଛି ଏଇ ପାତାଳି ଶ୍ରୀକ୍ଷେତ୍ର। 720 ଗ୍ରନ୍ଥ ଏଇ ପାତାଳି ଶ୍ରୀକ୍ଷେତ୍ର ଉପରେ ଲେଖା ଅଛି। ଆମେ ଆଜି ଗୋଟିଏ ଗ୍ରନ୍ଥ, ଆମେ ଆଜି 10ଟି ଗ୍ରନ୍ଥ କଥା ଆଲୋଚନା କରିବା। ଗ୍ରନ୍ଥର ନାମ ହଉଛି ପଟ୍ଟାମରାଣ। ପଟ୍ଟାମରାଣ ଅଚ୍ୟୁତ ଲେଖିଛନ୍ତି, ପଟ୍ଟାମରାଣ ଜଗନ୍ନାଥ ଦାସ ଲେଖିଛନ୍ତି, ବଞ୍ଚସଖା ସବୁ ଗ୍ରନ୍ଥ ଲେଖିଛନ୍ତି। ସିଏ କହୁଛନ୍ତି କ୍ଷେତ୍ର ମରାଣ ଗ୍ରନ୍ଥରେ କଣ କହୁଛନ୍ତି? ତ୍ରିକୁଟ ସନ୍ଧିର ସ୍ଥାନ ସେ ମଧ୍ୟେ ଦୁର୍ଲଭ କର ଭଜନ ଗো ଯେବେ ତରିବୁ ମନ ସୁମନ ବାଇ ମନ ଗো କ୍ଷୀରନାଳ ପରେ ଅଛି କ୍ଷିତି ବ୍ରହ୍ମ ଯହିଁ ଶୋଭା ପାଉଛେ ଗো ତାକୁ ଥରେ ଦେଖି ଯାଅ ବସି ସୁଜନେ ଗো। ସେ କହୁଛନ୍ତି ତ୍ରିକୁଟ ସନ୍ଧିରେ ଅଛି। ମହାପୁରୁଷ ସବୁବେଳେ 2ଟା କଥା ଲେଖିଛନ୍ତି, ଗୋଟେ ପିଣ୍ଡ କଥା, ଗୋଟେ ବ୍ରହ୍ମାଣ୍ଡ କଥା। ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ଶରୀର ଭିତରେ ତ୍ରିକୁଟ ହଉଛି ସ୍ଥାନ।
এই যে ନାସାର ঊର୍ধ্ବ ଭାଗ এই ସ୍ଥାନଟାକୁ ତ୍ରିକୁଟ କୁହାଯାଏ। ତିନିଟା ଜାଗା କୂଟ ହେଇଛି। ଇଏ ତ୍ରିକୁଟର ଉପରେ ଏଇଟା ହଉଛି ଜ୍ୟୋତିର ସ୍ଥାନ, ଏଇଟା ହଉଛି ବ୍ରହ୍ମ କପାଳ ସ୍ଥାନ। ଏଠି ଶୂନ୍ୟରେ କହିଛନ୍ତି ୟା ଭିତରେ ବ୍ରହ୍ମ ଖେଳୁଛନ୍ତି, ଏ ଶରୀର ଭିତରେ ହଉଛି ଶରୀର ତତ୍ତ୍ୱ କଥା। ପୁଣି ତ୍ରିକୁଟ ତିନିଟା କୂଟ, ଏଠି ତିନିଟା ପାହାଡର ସଂଯୋଗ ହଉଛି ବ୍ରହ୍ମାଣ୍ଡ କଥା। ଏଇ ତ୍ରିକୁଟ ପାହାଡରେ ଗୋଟେ ବ୍ରହ୍ମ ଗଣ୍ଠି, ଗୋଟେ ଜ୍ୟୋତି ଗଣ୍ଠି, ଗୋଟେ ନାମ ଗଣ୍ଠି, ସାତ୍ତ୍ୱିକ ରାଜସିକ ତାମସିକ, ସତ୍ୱଗୁଣ ତମଗୁଣ ରଜଗୁଣ, ଏଇଟାକୁ ତ୍ରିକୁଟ କୁହାଯାଏ। ଏଇ ବ୍ରହ୍ମାଣ୍ଡ ମତରେ ତ୍ରିକୁଟ ସ୍ଥାନରେ ଜ୍ୟୋତି ବ୍ରହ୍ମ ନିଜେ ଜଗନ୍ନାଥ ମହାପ୍ରଭୁ ଏଠି ବିରାଜମାନ କରିଛନ୍ତି। ଏଠି ପଞ୍ଚସଖା ମାନେ ଆଗକୁ ମଧ୍ୟ ଆସିବେ, ଏ ସ୍ଥାନକୁ ଆସିଛନ୍ତି ମଧ୍ୟ 1500 ଶତାବ୍ଦୀରେ ଆସିଥିଲେ। ଏବେ ମଧ୍ୟ ପଞ୍ଚସଖା ମାନେ ଆଗକୁ ଆସିବେ, ଏଠି ଜୋରସୋର ଲୀଳା ହବ। ମହାପୁରୁଷ କହୁଛନ୍ତି ଖଣ୍ଡି ଖଣ୍ଡାୟତ କୂଳରେ ଆମ୍ଭର କ୍ଷତ୍ରିୟ କଳ ସମ୍ଭାର, ରାଜକନିକାରେ ଲୀଳା ଉପୁଜିବ ଉଦୟ ବାଖର ତୀର, ଉଦୁଦୁମ୍ବାରେ ଡୁଣ୍ଡୁବା ଗ୍ରାମରେ ଡମ୍ଫିଆ କେଳା ରହିଛି, କିଣୁ ଦାସ ତାର ମହିମା ଗୋଚର ନାମ ପରାବିକୁ ଅଛି। ମହାପୁରୁଷ ଗୋଟେ ଡୁଣ୍ଡୁବା କ୍ଷେତ୍ର କହିଛନ୍ତି। ଏମିତି 411 କ୍ଷେତ୍ର ମଧ୍ୟରୁ ନୀଳକନ୍ଦରର କ୍ଷେତ୍ର ଜଗନ୍ନାଥ ମହାପ୍ରଭୁଙ୍କର ଏମିତି ଉତ୍କଳରେ 411 କ୍ଷେତ୍ର ଅଛି ଜଗନ୍ନାଥ ମହାପ୍ରଭୁଙ୍କର। ସେଇ ଗୁପ୍ତ କ୍ଷେତ୍ର ମଧ୍ୟରୁ ଇଏ ଗୋଟିଏ କ୍ଷେତ୍ର, ଇଏ ହଉଛି ବ୍ରହ୍ମ ଧରିଲ ବା ବ୍ରହ୍ମ ଗୁପ୍ତ କ୍ଷେତ୍ର, ଯାହାକୁ ବ୍ରହ୍ମ ସନ୍ଧି ସ୍ଥାନ କୁହାଯାଏ। ଗୁପ୍ତ କ୍ଷେତ୍ର ଯୋଉଠି 144 ବର୍ଷ ଜଗନ୍ନାଥ ମହାପ୍ରଭୁ ପାତାଳି ଅଛନ୍ତି। ଏଠି ଅନେକ ଆସିବେ, ନାଗାନ୍ତି ବେଦାନ୍ତି ଯୋଗାନ୍ତି ସିଦ୍ଧାନ୍ତି ଏଠାରେ ତପ କରିବେ, ଚାରି ଖାନି ଭକ୍ତ ମେଳ ହୋଇ ପଣି ଲୀଳା ନାମଟି ରଚିବେ। ଏ ସ୍ଥାନକୁ ଆଗକୁ ଏଇ ସ୍ଥାନ ମାନଙ୍କରେ ଏଇ ପାଖରେ ନାଗାନ୍ତିବାଦୀ ବେଦାନ୍ତି ଯୋଗାନ୍ତି ସିଦ୍ଧାନ୍ତି, ନାଗା ବାବାଜୀ ଆସିବେ, ଯୋଗବୀତି ବାବାଜୀ ଆସିବେ, ସିଦ୍ଧାନ୍ତ ବାବାଜୀ ଆସିବେ ଏବଂ ବେଦବୀତି ଆସିବେ, ଚାରି ବାବାଜୀ ମଧ୍ୟ ଆସିବେ। ପୁଣି 4 ପ୍ରକାର ଭକ୍ତ ଏଠିକି ଆସିବେ, ଆରତୀ ଆସିବେ, ଅର୍ଥାତୀ ଆସିବେ, ଜିଜ୍ଞାସୁ ଆସିବେ, ଜ୍ଞାନୀ ମଧ୍ୟ ଆସିବେ। ତେଣୁ ସମସ୍ତେ ଏ ସ୍ଥାନକୁ ଆସିବେ। ତେଣୁ ଇଏ ହଉଛି ସେଇ ଅନନ୍ତ ଗୁପ୍ତ କ୍ଷେତ୍ର। ଯେତେବେଳେ ଇଏ କେତେବେଳେ ଉଦ୍ଧାର ହବ ନା ଅନନ୍ତ ଯୁଗରେ ଉଦ୍ଧାର ହବ। କିଛି ପୂର୍ବରୁ କହୁଥିଲେ ଆମର ସୂର୍ଯ୍ୟନାରାୟଣ ରଥ ଶର୍ମା ଆସିକି ମଧ୍ୟ କ୍ଷେତ୍ର ଉଦ୍ଧାର କରିଥିଲେ। କୋଉ ସମୟ? ଏଇଟା ହଉଛି ଅନନ୍ତ ଯୁଗ ଚାଲିଛି। ଆଚ୍ଛା, ଯେତେବେଳେ ଅନନ୍ତ ଯୁଗ ଚାଲିବ କହିବ ଅନ୍ତ ସମୟରେ ସବୁ ପଞ୍ଚଶ ମହାପୁରୁଷଙ୍କ କ୍ଷେତ୍ର ଉଦ୍ଧାର କରାଯିବ। ଆଜି ମଧ୍ୟ ଆମ ଗାଁରେ ସତ୍ୟବନ୍ଧ ୟୁଟ୍ୟୁବ ଚ୍ୟାନେଲ, ଆମ ଚ୍ୟାନେଲ ପରିବାର କଥା ଚ୍ୟାନେଲ ମଧ୍ୟ ଆଜି ଗୁପ୍ତ ସନ୍ଧାନ ପହଞ୍ଚିଛି। ଏ କ୍ଷେତ୍ରକୁ ଉଦ୍ଧାର କରିବା ପାଇଁ, ଏ କ୍ଷେତ୍ର ଉଦ୍ଧାର ହେଇଛି ୟାକୁ ପରିପ୍ରକାଶ ପାଇଁ, ଲୋକଲୋଚନକୁ ଆଣିବା ପାଇଁ, ପ୍ରଚାର ପ୍ରସାର ପାଇଁ, ଜଗନ୍ନାଥ ଧର୍ମର ପ୍ରଚାର ପାଇଁ ଉଦ୍ଦେଶ୍ୟରେ ଆମେ ଆସି ପହଞ୍ଚିଛେ। ତେଣୁ କାଳିଆ ସାଆନ୍ତ ଜଗନ୍ନାଥ ମହାପ୍ରଭୁ ଆମ ବିଶ୍ୱର ଠାକୁର, ଆଜି ଆମେ ତାଙ୍କ ଗହଣରେ ଅଛେ, ତାଙ୍କଠୁ ଆଶୀର୍ବାଦ ନେବା। ଆମର ଅହଭାଗ୍ୟ ଏଠି ଆମର ପାଦ ପଇଲା। ତେଣୁ କେତେ କଷ୍ଟ କରି ଆମେ ଆସିଛେ, ଉପରେ ପହଞ୍ଚିବା ପର୍ଯ୍ୟନ୍ତ ବହୁତ କଷ୍ଟ, 1.5 ଘଣ୍ଟା ଲାଗିଲା ଖାଲି ପହଞ୍ଚିବା ପାଇଁ। ତେଣୁ ଜୀବନରେ ଥିବି ଯେବେ ଯିବି ଗୁରୁ ଧାମ, ଦର୍ଶନ କରିବି ଯାଇ, ଦର୍ଶନ କରିବି ଯାଇ, କାଳିୟ ଗଞ୍ଜନ ପ୍ରଭୁ ଯିବି ଗୁରୁ ଧାମ। ଜଗନ୍ନାଥ କ୍ଷେତ୍ର ହଉଛି ଗୁରୁ ଧାମ। ଜଗନ୍ନାଥଙ୍କ ପାଖକୁ ଶଙ୍କରାଚାର୍ଯ୍ୟ ଆସିଛନ୍ତି, ନାନକ ଆସିଛନ୍ତି, ଯୀଶୁ ଆସିଛନ୍ତି, ମହମ୍ମଦ ଆସିଛନ୍ତି, ଆମର ତୁତାପୁରୀ ଆସିଛନ୍ତି। ଭାରତର ବିଶ୍ୱରେ ଯେତେ ସମ୍ପ୍ରଦାୟ ଅଛନ୍ତି ସମସ୍ତେ ଜଗନ୍ନାଥଙ୍କ ପାଇଁ ଆଣ୍ଠେଇଛନ୍ତି। ସମସ୍ତେ ବଡ ଛତା ତଳେ ରହିଛନ୍ତି, ସମସ୍ତେ ଜଗନ୍ନାଥଙ୍କ ପାଖରେ ରହିଛନ୍ତି। ଗୋଟେ ବାଜ ଆସିକି ଛତା ପୁଦେଲେ ତା ନାଁରେ ବଡ ଛତା ମଠ ହେଇଗଲା। କିଏ ଆସି ଘଣ୍ଟ ବାଜିଲା ସେ ଘଣ୍ଟୁଆ ସେବକ ହେଇଗଲା। କିଏ କାହାଳି ଫୁଙ୍କି ଦେଇଦେଲା ସେ କାହାଳି ସେବକ ହେଇଗଲା। କିଏ ଟାଇଆ ଦେଇଦେଲା ତା ନାଁରେ ରାଘବ ଦାସ ମଠ ହେଇଗଲା। ତେଣୁ ଯେତେ ସମ୍ପ୍ରଦାୟ ଅଛନ୍ତି ସମସ୍ତେ ଗୁରୁ ଧାମକୁ ଆସିଛନ୍ତି। ଜଗନ୍ନାଥ ହଉଛନ୍ତି ଗୁରୁ, ଆଉ ସମସ୍ତେ ସଂସାର ହେଲେ ଶିଷ୍ୟ। ତାଙ୍କଠୁ କେହି ବଡ ନାହାନ୍ତି। ତେଣୁ ଜଗନ୍ନାଥ ହେଲେ ବଡ। ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ, ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ। ଶ୍ରୀ ଜଗବନ୍ଧୁ 14 ବ୍ରହ୍ମାଣ୍ଡେ ତାଙ୍କ ଭଳିଆ କିଏ ଅଛନ୍ତି? ଗୀତ ତ ବୋଲେ ଅନେକ କଥା। ଜଗବନ୍ଧୁ ଜଣେ ସାମନ୍ତ, 14 ବ୍ରହ୍ମାଣ୍ଡରେ ତାଙ୍କ ଭଳିଆ ସାନ୍ତ ନାହାନ୍ତି। ସମସ୍ତେ ତାଙ୍କର ଦାସ। ସିଏ ହେଲେ ସାମନ୍ତପଣ। ସିଏ କାହାର ନା ଭକ୍ତ ଭାବରେ ସେ ଗୋଳା ହେଇଥାନ୍ତି। ତେଣୁ 14 ବ୍ରହ୍ମାଣ୍ଡ ମହିମା ତାଙ୍କର ପରିବ୍ୟାପ୍ତ ହେଇଛି। 21 ଡିଣ୍ଡିମ ଚାଲିଛି। ତେଣୁ ଜଗନ୍ନାଥ ମହାପ୍ରଭୁ ସଂସାରର ସାର, ସେ ହଉଛି ଗୁରୁ ଧାମ।
ଜୀବନରେ ଆମର ଯଦି ଆମର ସେତିକି ପ୍ରାରବ୍ଧ ଅଛି ବୋଲି ଭଗବାନଙ୍କର ଗୁପ୍ତ ସ୍ଥାନକୁ ଆସିଲେ। ନୀଳମାଧବକୁ ଯେମିତି ଜଗନ୍ନାଥ ବ୍ୟାସ ସରୋବରରେ ବ୍ୟାସଦେବ ସ୍କନ୍ଦ ପୁରାଣରେ ନୀଳମାଧବ କଥା ଲେଖା ଅଛି। ଆମେ ଠାବେ ଠାବେ ଜଗନ୍ନାଥ ପଞ୍ଚଯାତ୍ରା କରୁଛୁ। ତେଣୁ ଜଗନ୍ନାଥ ତତ୍ତ୍ୱ ପ୍ରଥମେ ଜଗନ୍ନାଥଙ୍କୁ ପୂଜା କରୁଥିଲେ ଯେମିତି କି ଆମର ବିଶ୍ୱାବସୁ ବ୍ୟାଘ୍ର ଗୁମ୍ଫା ଅଛି, ନୀଳମାଧବ କଣ୍ଟିଲ ସେଠି ଗୋଟେ ବ୍ୟାଘ୍ର ଗୁମ୍ଫା ଅଛି। ଏଇ ଗୁମ୍ଫାରେ ମଧ୍ୟ ଜଗନ୍ନାଥଙ୍କର ପ୍ରଥମେ ପୂଜା କରୁଥିଲେ ନୀଳମାଧବ। ଇଏ ସେଇ ଗୁମ୍ଫା ମାଳିକା କ୍ଷେତ୍ର ଏମିତି ଅନେକ ଗୁପ୍ତ କ୍ଷେତ୍ର। ଆର ଗୁରୁ କ୍ଷେତ୍ର ହେଲେ ଜଗନ୍ନାଥ ପୁରୁଷୋତ୍ତମ କ୍ଷେତ୍ର। ଆର ହେ ଗୁରୁ କ୍ଷେତ୍ରରେ ଅନ୍ୟାନ୍ୟ ସବୁ ଲୀଳା ସ୍ଥାନ ହେଇଛି। ଏଠି ଅଦ୍ଭୁତ ଲୀଳା, ଏଠି ଆପଣମାନେ ଅଦ୍ଭୁତ ଲୀଳା ଜାଣିପାରିବେ। ତେଣୁ ଆପଣ ଭଲ କଥା କହିଲେ, କାହିଁକିନା ସେ ଯୋଉ ଆମେ ଯେତେବେଳେ ଉପରକୁ ଆସୁଛନ୍ତି ମଝିରେ ବି ଗୋଟେ ମନ୍ଦିର ରହିଛି। ତ ସେଇ ଅଧିକାଂଶ ଆମର ଯୋଉ ରହିଛନ୍ତି ଶ୍ରଦ୍ଧାଳୁ ମାନେ ସେ ମନ୍ଦିର ପାଖରେ ରହିଯାନ୍ତି, ସେମାନେ ଉପରକୁ ଆସିବା ଟିକେ ସାହସ କରନ୍ତି ନାହିଁ। ତେଣୁ ଆଜି ମହାପ୍ରଭୁଙ୍କର ସେତିକି ଆମ ପ୍ରତି କୃପା ଦୃଷ୍ଟି ରହିଛି। ନାଇଁ, କଷ୍ଟ କଲେ ପରା କୃଷ୍ଣ ଦେଖିବ। ତେଣୁ ଆମେ କଷ୍ଟ କରିବା ଦରକାର। କଷ୍ଟ କାହା ପାଇଁ କରିବା? ଆମ ନିଜ ଜୀବନ ପାଇଁ କରିବା। ଠିକ। ତେଣୁ ନିହାତି ଦରକାର। ଆମ ଶରୀର ପାଇଁ ଯେମିତି ଖାଦ୍ୟ ଦରକାର, ଆମ ଦେହ ପାଇଁ ଶରୀର ପାଇଁ ଖାଦ୍ୟ ଦରକାର, ମନ ପାଇଁ ଶାସ୍ତ୍ର ଦରକାର, ବୁଦ୍ଧି ପାଇଁ ସଂସ୍କାର ଦରକାର। ଏ ଆତ୍ମା ଯୋଉ ଅଛି ଆମ ଭିତରେ, ଯୋଉ ଆତ୍ମାର ପରିତ୍ରାଣ ପାଇଁ, ଆତ୍ମାର ମୁକ୍ତି ପାଇଁ, ସଦ୍ଗତି ପାଇଁ ନିତ୍ୟାନ୍ତ ଗୁରୁ ଆବଶ୍ୟକ। ତେଣୁ ଜଗନ୍ନାଥ ମହାପ୍ରଭୁ ହଉଛନ୍ତି ଗୁରୁ ଏବଂ ନାରାୟଣ। ସେଇ ଗୁରୁ, ଯୋଉ ଗୁରୁ ତତ୍ତ୍ୱରେ ଗୋଚର, ଯୋଉ ଗୁରୁ ଜଗନ୍ନାଥ ତତ୍ତ୍ୱକୁ ବୁଝେଇ ଦେବେ। ଯେଉଁ ଜଗନ୍ନାଥ ମୂରତି ଚାରି ଯୁଗେ ଗୁପତ, ଯନ୍ତ୍ର ମନ୍ତ୍ର ଭେଦ କରିଣ ଗୁରୁ କହିବେ ତତ୍ତ୍ୱ। ତେଣୁ ଶରୀର ପାଇଁ ଯେମିତି ଖାଦ୍ୟ ଦରକାର, ମନ ପାଇଁ ଯେମିତି ଶାସ୍ତ୍ର ଦରକାର, ବୁଦ୍ଧି ପାଇଁ ଯେମିତି ଉତ୍ତମ ସଂସ୍କାର ଦରକାର, ସେମିତି ଆତ୍ମାର ସଦ୍ଗତି ପାଇଁ ନିତ୍ୟାନ୍ତ ଜଗନ୍ନାଥ ମହାପ୍ରଭୁ ଦରକାର। ବୋଲାନନ୍ଦ କବାର ଜୀବ ଥାଉ ଥାଉ ଭଜ ନାମ ବ୍ରହ୍ମକୁ, ହୋ ଜୀବ ଥାଉ ଥାଉ ଭଜ ନାମ ବ୍ରହ୍ମକୁ। ଜଗନ୍ନାଥ ନୀଳାଚଳ, ଜଗନ୍ନାଥ ନୀଳାଚଳ ସ୍ଥିତ ନାମକୁ, ଜୀବ ଥାଉ ଥାଉ ଭଜ ନାମ ବ୍ରହ୍ମକୁ। ସିଏ ହେଲେ ନାମରୁ ଖେଳିଛନ୍ତି, ବ୍ରହ୍ମରୁ ମଧ୍ୟ ଖେଳିଛନ୍ତି। ଯେତେ ବି ଧନ୍ୟବାଦ ଦେଲେ ବହୁତ କମ୍। খুব সুন্দর তথ্য, খুব সুন্দর বার্তা ଆମ ଦର୍ଶକ ବନ୍ଧୁ ମାନଙ୍କ ପାଖରେ ପହଞ୍ଚେଇଲେ। ଜଗନ୍ନାଥ ସଂସ୍କୃତିର କଥା କହିଲେ, ମାଳିକାର କଥା କହିଲେ, ମହାପୁରୁଷ କଥା କହିଲେ। ତେବେ ଆଗକୁ ମାଳିକା ଯାହା ଯାହା ପ୍ରମାଣ ଦଉଛି, ଲକ୍ଷାଧିକ ଭକ୍ତଙ୍କର ସମାଗମ ହବ ଏଇଠି। ପୁଣି ପଞ୍ଚସଖା ମାନେ ବାହୁଡ଼ିବେ ଏଇ ପୀଠକୁ। ସମୟ ସାକ୍ଷୀ ଅଛି, ଦେଖାଯାଉ ଆଗକୁ କ'ଣ ସବୁ ଘଟୁଛି। ତେବେ ଆମେ ବର୍ତ୍ତମାନ ପୁଣି ଥରେ ମୁଁ ରିପିଟ୍ କରୁଛି, ଆମେ ବର୍ତ୍ତମାନ ପହଞ୍ଚି ଯାଇଛେ ମାଳିକା ପର୍ଯ୍ୟନ୍ତ ଗୁପ୍ତ ସ୍ଥାନ। ବାବା ଯାହା କହିଗଲେ 720 ଖଣ୍ଡ ମାଳିକା ଗ୍ରନ୍ଥ এই ପୀଠ ବିଷୟରେ ପ୍ରମାଣ ଦିଏ। ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି, ଯଶୋବନ୍ତ ଦାସ ଲେଖିଛନ୍ତି, ଶିଶୁ ଅନନ୍ତ ଦାସ ଲେଖିଛନ୍ତି, ଅନେକ କିଛି ଆମର ଯୋଉ ରହିଲେ 17 ଜଣ ଅନ୍ୟ ମହାପୁରୁଷ, ସେମାନେ ମଧ୍ୟ এই ପୀଠ ବିଷୟରେ ଲେଖି ଯାଇଛନ୍ତି। 752 ଖଣ୍ଡ ମାଳିକା ଗ୍ରନ୍ଥ এই ପୀଠ ବିଷୟରେ ପ୍ରମାଣ ଦଉଛି। ତେବେ ମୁଁ ତ ଉପରକୁ ଆସିଲି, ବହୁତ କଠିନ ଯାତ୍ରା। ଆଜି ମହାପ୍ରଭୁଙ୍କର ଡୋରି ଲାଗିଥିଲା, ସେଥିପାଇଁ ଆମେ ଆଜି ଆସିବାର ସୌଭାଗ୍ୟ ଆମକୁ ମିଳିଲା। ବାବା କହିଲେ ଯୋଉମାନେ ଏଠି ଆସନ୍ତି ସେମାନଙ୍କର ଭାଗ୍ୟ, ଅଭାଗ୍ୟ, ସୌଭାଗ୍ୟ। ତେବେ ଆପଣ ବି ଏଠିକି ଆସନ୍ତୁ। এই ভিডিও দেখি সারা পরে যেতে কষ্ট হো না কাহিঁকি, কষ্ট তো লাগিব, কিন্তু ଆପଣ ପାଣି ବୋଟଲ ସାଙ୍ଗରେ ଧରିବେ, ବାଡ଼ି ଖଣ୍ଡ ସାଙ୍ଗରେ ଧରିବେ, ପିଲାମାନଙ୍କୁ ସାଙ୍ଗରେ ଆଣିବେ ନାହିଁ, ନିଜେ ସେଠି ଆସନ୍ତୁ, ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। କେମିତି ଲାଗିଲା ଆଜିର ଭିଡ଼ିଓଟି କମେଣ୍ଟ ବକ୍ସରେ ମତ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା।